2025 ମସିହା ସେପ୍ଟେମ୍ବର ମାସରେ ଗ୍ରହମାନଙ୍କର ଅବସ୍ଥିତିକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଏ ମାସରେ କୁମ୍ଭ ରାଶିଜାତ ବ୍ୟକ୍ତି ବିଶେଷ ଶୁଭ ଫଳ ପାଇବାର ସମ୍ଭାବନା ରହିଅଛି। କୁମ୍ଭ ରାଶିର ପଞ୍ଚମ ସ୍ଥାନ ମିଥୁନ ରାଶିରେ ଅବସ୍ଥିତ ବୃହସ୍ପତି ମହାଗ୍ରହ ଦୀର୍ଘ 12 ବର୍ଷ ପରେ କୁମ୍ଭ ରାଶି ପାଇଁ ମନବାଞ୍ଛିତ ଫଳ ଦେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ସେପ୍ଟେମ୍ବର ମାସରେ ପ୍ରଥମେ କୁମ୍ଭ ରାଶିର ଧନଭାବ ବା ଆର୍ଥିକ ଦିଗକୁ ଆଲୋକପାତ କଲେ ଜଣାଯାଏ ଏ ମାସରେ କୁମ୍ଭ ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ବେଶ ସୁଦୃଢ଼ ରହିବ। କୁମ୍ଭ ରାଶିର ପଞ୍ଚମ ଭାବରେ ଅବସ୍ଥିତ ବୃହସ୍ପତି ଧନ ବା ଅର୍ଥ ଲାଭ କରିବାରେ ସହାୟକ ହେବେ। ଲାଭ ବା ଆୟ ଭାବ ଧନୁରାଶି ଅର୍ଥାତ୍ ବୃହସ୍ପତିଙ୍କର ନିଜ ରାଶି ଉପରେ ଦୃଷ୍ଟି ରହୁଥିବାରୁ ଧନ ପ୍ରବାହର ସ୍ରୋତ ନିରନ୍ତର ଜାରି ରହିବ। କୁମ୍ଭ ରାଶିର ଅଧିପତି ଶନି ରାଶିର ଦ୍ୱିତୀୟ ଭାବ ମୀନ ରାଶିରେ ଅବସ୍ଥାନ କରିଥିବାରୁ ଧନ ପ୍ରାପ୍ତିରେ ସାମାନ୍ୟ ବିଳମ୍ବ ଦେଖାଦେଇପାରେ। କିନ୍ତୁ କୁମ୍ଭ ରାଶିରେ ବିରାଜମାନ କରିଥିବା ରାହୁ ମିଳିବାକୁ ଥିବା ଧନକୁ ହାତଛଡ଼ା କରିବାକୁ ଦେବେ ନାହିଁ। କ୍ୟାରିୟର ଦୃଷ୍ଟିରୁ ଦେଖିବାକୁ ଗଲେ ସେପ୍ଟେମ୍ବର ମାସର ପ୍ରଥମାର୍ଦ୍ଧଟି ଚାକିରି ବୃତ୍ତିରେ ରହିଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ବହୁତ ଅନୁକୂଳ ଫଳ ପ୍ରଦାନ କରିବ। ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କଲେ କର୍ମକ୍ଷେତ୍ରରେ ସାମାନ୍ୟ ଅସୁବିଧାଜନକ ପରିସ୍ଥିତି ସୃଷ୍ଟି ହୋଇପାରେ। ସହକର୍ମୀ ଓ ଉପରିସ୍ଥ ଅଧିକାରୀଙ୍କ ସହିତ ମତଭେଦ ଦେଖାଯିବ। କର୍ମକ୍ଷେତ୍ରରେ ସ୍ଥାନଚ୍ୟୁତ ଅଥବା ଟ୍ରାନ୍ସଫରର ଯୋଗ ଦେଖାଯାଏ। ତେଣୁ କର୍ମକ୍ଷେତ୍ରରେ କୌଣସି ନୀତିଗତ ନିଷ୍ପତ୍ତି ନେଲାବେଳେ ଭାବିଚିନ୍ତି ନିଷ୍ପତ୍ତି ନେବା ଦରକାର। ବାଣିଜ୍ୟ ବେପାର କରୁଥିବା କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସେପ୍ଟେମ୍ବର ମାସଟି ବହୁତ ଶୁଭ ଫଳ ପ୍ରଦାନ କରିବ। ବ୍ୟବସାୟ ଠିକ୍ଠାକ୍ ଚାଲିବା ସହିତ ବାଣିଜ୍ୟ କରୁଥିବା କ୍ଷେତ୍ରରେ ନୂତନ ଧରଣର ବାଣିଜ୍ୟିକ ଚିନ୍ତାଧାରାର ପ୍ରୟୋଗ କରିପାରନ୍ତି। ଆର୍ଥିକ କ୍ଷେତ୍ର ଯଥା ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ ଭଳି ସେକ୍ଟରରେ ଅର୍ଥ ନିବେଶ କରିଥିଲେ ସେହିସବୁ କ୍ଷେତ୍ରରୁ ପ୍ରଚୁର ଅର୍ଥ ଉପାର୍ଜନ କରିପାରିବେ। ସରକାରୀ ଠିକାଦାରୀ, ନିର୍ମାଣ କାର୍ଯ୍ୟ ଓ ଅର୍ଡ଼ର ସପ୍ଲାଇ ଭଳି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ପାଇଁ ସେପ୍ଟେମ୍ବର ମାସ ବଡ଼ ଶୁଭ ଫଳ ପ୍ରଦାନ କରିବ। ପୁନଶ୍ଚ ଏହିସବୁ କ୍ଷେତ୍ରରେ ଅର୍ଥ ନିବେଶ କରିବା ପାଇଁ ମଧ୍ୟ ସମୟ ବେଶ ଅନୁକୂଳ ରହିଛି। ପାରିବାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ କୁମ୍ଭ ରାଶିର ଦ୍ୱିତୀୟ ଭାବରେ ଅବସ୍ଥିତ ଶନି ସାମାନ୍ୟ ପାରିବାରିକ ବିଭ୍ରାଟ ସୃଷ୍ଟି କରିବାକୁ ଚେଷ୍ଟା କରିବେ ଏବଂ ରାହୁ ଏଥିପାଇଁ ଇନ୍ଧନ ମଧ୍ୟ ଯୋଗାଇ ଦେବେ। ପାରିବାରିକ ଦ୍ୱନ୍ଦ୍ୱ, ଷଡ଼ଯନ୍ତ୍ର ଓ ଯନ୍ତ୍ରଣାର ସାମନା କରିପାରନ୍ତି। ହୁଏତ କିଛି ପରିମାଣରେ ମାନସିକ ଯନ୍ତ୍ରଣା ମଧ୍ୟ ଭୋଗ ହୋଇପାରେ। କିନ୍ତୁ କୁମ୍ଭ ରାଶି ଉପରକୁ ରହିଥିବା ବୃହସ୍ପତି ମହାଗ୍ରହଙ୍କର ଦୃଷ୍ଟି ସେସବୁ ସମସ୍ୟାର ସମାଧାନ କରିଦେବ। ସନ୍ତାନମାନଙ୍କ ଶିକ୍ଷା କ୍ଷେତ୍ରକୁ ନେଇ ମନ ପ୍ରସନ୍ନ ରହିବ। ସେପ୍ଟେମ୍ବର ମାସରେ ଲଭ୍ ଲାଇଫରେ ଥିବା କୁମ୍ଭ ରାଶି ବ୍ୟକ୍ତି ଏ କ୍ଷେତ୍ରରେ ପୂର୍ବରୁ ଚାଲି ଆସୁଥିବା ସମସ୍ୟାକୁ ସମାଧାନ କରିଦେବା ପାଇଁ ସମର୍ଥ ହେବେ। ସମ୍ପର୍କରେ ଘନିଷ୍ଠତା ବୃଦ୍ଧି ପାଇବ। ଏକାଠି ହୋଇ ଭ୍ରମଣ କରିବା ପାଇଁ ସୁଯୋଗ ଆସିବ। ପ୍ରେମ ସମ୍ପର୍କକୁ ବୈବାହିକ ବନ୍ଧନରେ ବାନ୍ଧିବା ପାଇଁ ମନ ମଧ୍ୟରେ ଭାବନା ଜାଗ୍ରତ ହେବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ ଏ ମାସରେ କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର
ବିଶେଷ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ନାହିଁ। ଋତୁଜନିତ ଶାରୀରିକ ସମସ୍ୟା ଯଥା ଥଣ୍ଡା କାଶ ଭଳି ସମସ୍ୟା ଲାଗି ରହିପାରେ। ଲଗ୍ନ ଭାବରେ ଅବସ୍ଥିତ ରାହୁ ଅଳସୁଆପଣ ଦେବାରେ କାର୍ପଣ୍ୟ କରିବ ନାହିଁ। ଏ ତ ଗଲା ମୋଟାମୋଟି ଭାବରେ କୁମ୍ଭ ରାଶି ପାଇଁ ସେପ୍ଟେମ୍ବର ମାସର ମାସିକ ରାଶିଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭଫଳ ପାଇବା ନିମନ୍ତେ ଶନି ମହାଗ୍ରହଙ୍କର ଇଷ୍ଟ ଦେବୀ ମା ଦକ୍ଷିଣକାଳୀଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିସା ପାଠ କରନ୍ତୁ। ଅଭାବୀ ଲୋକଙ୍କୁ ଧନ ଓ ଭୋଜନ ପ୍ରଦାନ କଲେ ଲଗ୍ନ ଭାବରେ ରହିଥିବା ରାହୁ ଶାନ୍ତ ହୋଇଥାନ୍ତି। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।